ଏ ଅନୁଷ୍ଠାନର କାର୍ଯ୍ୟକ୍ରମ ବିଷୟରେ ମୁଁ ଆଗରୁ ଜାଣିଛି ଏବଂ ଏହାର କାର୍ଯ୍ୟ ଆମର ମହାସଚିବ ଡକ୍ଟର ଭାସ୍କର ମିଶ୍ରଙ୍କ ସକାଶେ ଇଏ ସମ୍ପୂର୍ଣ୍ଣ ଭାବରେ ଗୋଟେ ସମ୍ବିଧାନ ଭଳିଆ ଚାଲିଛି ଏବଂ ଏହାର ଉଦ୍ଦେଶ୍ୟ ଆନ୍ତର୍ଜାତିକ କ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଗୁଡ଼ିକ ସବୁ ୟୁନିଫର୍ମ ଭାବରେ ଚାଲିବ, ସବୁଠି ସମାନ ରହିବ। ସେ ବହୁତ ଗୁଡେ ଏମିତିଆ ଅନୁଷ୍ଠାନ ଗଠନ କରି ସେ ମନ୍ଦିରର କାର୍ଯ୍ୟ ପରିଚାଳନା ଏସବୁ ବିଷୟରେ ଗୋଟେ ୟୁନିଫର୍ମିଟି ପାଇଁ ଯୋଉ ଚେଷ୍ଟା କରିଛନ୍ତି। ମୁଁ ନିଜେ ଓଡିଶାର ଜନ୍ମ ହେଇଛି ଏବଂ ଜଗନ୍ନାଥଙ୍କ ଭାବ ନେଇକି ଜନ୍ମ ହେଇଛି ଏବଂ ଯାହା ଦୁନିଆରେ ପ୍ରତିଦିନ ହୁଏ ମୁଁ ଦେଖେ ସେଟା ଜଗନ୍ନାଥ କରନ୍ତି। ଏ ପୃଥିବୀରେ ମଣିଷ ସୃଷ୍ଟି ହେଇଛି, ଜୀବଜଗତ ସୃଷ୍ଟି ହେଇଛି। ଜୀବଜଗତ ସୃଷ୍ଟି ନ ହେଇଥିଲେ ବି ଯୋଉ ସେଲେଷ୍ଟିଆଲ ବଡି ଅଛି, ମହାକାଶ ଅଛି, ସେତେବେଳେ ବି ଜଗନ୍ନାଥ ଅଛନ୍ତି। ତା ଚାରିଦିରେ ସବୁ ଜଗନ୍ନାଥ। ମଣିଷ ନଥିଲେ ବି ଜଗନ୍ନାଥ ପୃଥିବୀ ଚଳାନ୍ତି, ସେ ଜଗତର ନାଥ। ଜୀବଜଗତ ସାଇନ୍ସ ଅନୁସାରେ କେତେ ସମୟ ପାଇଁ ସୃଷ୍ଟି ହେଇଛି, ସେତେବେଳେ ବି ଏଇଟା ଜଗନ୍ନାଥଙ୍କ ଯାହା ଘଟୁଛି ଜଗନ୍ନାଥଙ୍କୁ ସମସ୍ତେ ଅନୁଭବ କରିପାରିବେନି, ସେ ଦେଖିବାକୁ ପାଆନ୍ତି। ତାଙ୍କର ଜିନିଷ ହଉଛି ଯାହାର ଭାବ ଅଛି, ଯାହାର ଇମୋସନ ଅଛି, ଯିଏ ଭଲ ପାଉଛି ସେ ଦେଖିପାରିବ। ତାହେଲେ ଜଗନ୍ନାଥଙ୍କୁ କେହି ଦେଇପାରିବେ ସାଇନ୍ସ ଅନୁସାରେ ଜାଣି ଦେଖିପାରିବ ନାହିଁ, ମ୍ୟାଥମେଟିକ୍ସ ଅନୁସାରେ ହିସାବ କରିପାରିବେ ନାହିଁ। ମୁଁ ଏଇ ଦେଶରେ ଜନ୍ମ ହୋଇ ଦେଖିଲି ବାହାରେ କଳିଙ୍ଗ ବୋଲି ଗୋଟେ ରାଜ୍ୟକୁ ଲୋକ ବହୁତ ଭଲ ପାଆନ୍ତି, ବହୁତ ଶକ୍ତି କଳିଙ୍ଗର ଥିଲା। ତାର ଐତିହ୍ୟ ସଂସ୍କୃତି ସବୁ ଜଗନ୍ନାଥଙ୍କ ସକାଶେ ଡେଭଲପ କରିଛି ଏବଂ ଭାରତବର୍ଷ ଭିତରେ ଓଡିଶାଟା ଜଗନ୍ନାଥଙ୍କ ସକାଶେ ଉନ୍ନତି କରିଛି। ତେଣୁ ମୁଁ କେତେ ଗୁଡେ ଓଡିଶାର ଐତିହ୍ୟ ଉପରେ ବହି ଲେଖିଛି, ଯୋଉଟା କି ଓଡିଶା ବାହାରେ, ଭାରତ ବାହାରେ ଏବଂ ଇଂଲିଶରେ ଛପା ହେଇଛି। ସେଥିପାଇଁ ଆଜି ଜଗନ୍ନାଥ ପ୍ରତିଷ୍ଠାନ ତରଫରୁ ମତେ ଆନ୍ତର୍ଜାତିକ ଉତ୍କଳ ଐତିହ୍ୟ ସମ୍ମାନ ପ୍ରଦାନ କରାହେଇଛି ଏବଂ ୟାକୁ ମୁଁ ଜାଣିନି କେମିତି ୟାର ମହାନିର୍ଦ୍ଦେଶକ ଏବଂ ତାଙ୍କ ଅନୁଷ୍ଠାନ ଜାଣିଲେ ଯେ ଓଡିଶାକୁ ବାହାରେ ପ୍ରଚାର ପ୍ରସାର ଐତିହ୍ୟ କରିବା ପାଇଁ ଜଣେ ଲେଖକ ଅଛନ୍ତି, ସେ ସେଇ ହିସାବରେ କରିଛନ୍ତି ଏବଂ ସେଇ ହିସାବରେ ସେ ସମ୍ମାନ ଦେଇଛନ୍ତି। ଆକ୍ଚୁଆଲି ମଣିଷଙ୍କ ଭିତରେ ସବୁଠି କେତେ ଲୋକ ଅଛନ୍ତି ସେମାନଙ୍କ ପ୍ରକୃତି ଠିକ ନାହିଁ ଏବଂ ସେମାନେ ଯେତେବେଳେ ନେତୃସ୍ଥାନୀୟ ସ୍ଥାନକୁ ଆସିବେ ଏଇଭଳିଆ ହବ। ବହୁତ ଲୋକ ଅଛନ୍ତି ପୃଥିବୀରେ, ଜଣେ ଲୋକ ସେ ଯୁଦ୍ଧଖୋର, ଦେଶରେ ବହୁତ ଲୋକ ଅଛନ୍ତି ସେମାନଙ୍କର ମତିଗତି ଠିକ ନାହିଁ ଏବଂ ସେମାନେ ବିଭିନ୍ନ ଅରାଜକତା ସୃଷ୍ଟି କରନ୍ତି ଏବଂ ଏଗୁଡା ପୃଥିବୀ ଏଇରକମ ଚାଲି ଆସିଛି। ଏବଂ ମଣିଷ ଯେତେବେଳେ ଜଗନ୍ନାଥଙ୍କୁ ଭକ୍ତି କରିବ, ଭକ୍ତ ହବ, ଏସବୁ ଜିନିଷ ଦୂର ହେଇପାରିବ ଭକ୍ତି ବଳ।